ନିଜର ଏମଏଲଏ ଓ ଏମପି ବା ନିଜର ସରପଞ୍ଚ ସବୁପାଇଁ କଣ ଦଉଛି ଭୋଟ ଦଉଛି। ତ ତମକୁ ଯିଏ ଇଚ୍ଛା ସେ କଣ ତମେ ତାକୁ ଭୋଟ ଦେଲ, ଯିଏ ଅଧିକତମ ଭୋଟ ପାଇଲା ସେ କଣ ହେଲା ସେ ଜିତିଲା, ସେ ସେଇ ସ୍ଥାନକୁ ଅଧିକାର କଲା। ଯେମିତିକି ଏମଏଲଏ କେତେ ଲୋକ ଠିଆ ହେଇଥିବେ, ତମେ ଯିବ କାହାକୁ ମାନେ ଭୋଟ ଦେବ, ଯଦି ତମେ ତାକୁ ଦେଇଥିବ ସେ ଯଦି ବହୁମତ ପାଇଲା ସେ ଏମଏଲଏ ହବ, ନାଇଁ ସେ କମ ଭୋଟ ପାଇଲା କହିଲେ ସେ କଣ ଏମଏଲଏ ହବନି ହେଲା। ତ ସେଇଟା ହଉଛି କଥା ଯେ ଆମେ ଡାଇରେକ୍ଟ ଆମେ କଣ ହଉଛେ ନା ଇନଭଲ୍ଭ ହଉଛେ, ଆମେ ଆମ ଇଚ୍ଛାରେ ଭୋଟ ଦଉଛେ, ଆମେ ଆମ ଇଚ୍ଛାରେ ଆମ नेताକୁ ବାଛୁଛे। ତାପରେ କଣ सरकार के स्तर सरकार ने क्या है एवं दुर्व्यवहार का कार्य एवं दुर्व्यवहार का दायित्व कार्य एवं दायित्व क्षेत्र अति बृहद है। अतः देश की समान शासन व्यवस्था को सुचारू रूप से चलाने के लिए सरकार 3 स्तरों पर कार्य करती है।